ସେମାନେ ତ ବିନା ଫୁଏଲ୍ରେ ରନ୍ଧାରୁନ୍ଧି ତ କରିପାରିବେନି ଆଉ ଖାଇବା ଯଦି ହେଇ ନ ପାରିଲା ଗୋଟେ ବେସିକ୍ ରିକ୍ୱାରମେଣ୍ଟ ଯଦି ସାଟିସ୍ଫାଏ ହେଇପାରୁନି ତାହେଲେ ତ ହେବ ହିଁ ପ୍ରୋବ୍ଲେମ୍। ତ ଏଇଟା କେବେ ବି ଏମିତି ହେବନି କି ଏଥିରେ ଇଲେକ୍ସନ୍ ଉପରେ ଏଫେକ୍ଟ କରିବନି। ଖାଲି ଗୋଟେ ଜିନିଷ ହେଇପାରେ କି ଯଦି ଭାରତ ସରକାର ସେଟାକୁ ମ୍ୟାନେଜ୍ କରିପାରିବେ କୌଣସି ହିସାବରେ ଯେଉଁଟାକି ବହୁତ କଷ୍ଟ ହେବ। ଯେତେବେଳେ କାଶ୍ମୀରର କଥା ଯେ ସମୟରେ ବି ଉଠେ ସେ ସମୟରେ ଇରାନ ସବୁବେଳେ ପାକିସ୍ତାନକୁ ସପୋର୍ଟ କରେ। ସେ ସମୟରେ ଇଣ୍ଡିଆ ପ୍ୟାଲେଷ୍ଟାଇନକୁ ଆକ୍ସେପ୍ଟ କରିଥିଲା ଏଜ୍ ଏ ଷ୍ଟେଟ୍, ଷ୍ଟିଲ୍ ଇସ୍ରାଏଲ ଆମକୁ ସବୁବେଳେ ସପୋର୍ଟ କରିଛି। ଆଉ ଇରାନରେ ପ୍ରୋବ୍ଲେମ୍ ହେଉଛି ସବୁଥିରୁ ବଡ଼ କି ତାଙ୍କର ଯେଉଁ ସୋସାଇଟିଟା ଆଗରୁ ଡେମୋକ୍ରାଟିକ୍ ସୋସାଇଟି ଭାବରେ ହେଇଥିଲା ତାକୁ ସେମାନେ କମ୍ପ୍ଲିଟଲି ଚେଞ୍ଜ କରିଦେଲେ ଇସଲାମିକ ରେଭଲ୍ୟୁସନ୍ କରିକି। ତ ଆମେ ଚୁପ୍ ରହିଲେ ଆମର ଯଦି ସେଥିରେ ଫାଇଦା ହେଉଛି, ସେଥିରେ ଗୋଟେ ଷ୍ଟେଟମେଣ୍ଟ ହେଇପାରୁଛି, ତ ଆମେ କଥା କହିବାର ଦରକାର ହିଁ ନାହିଁ। ତ ଯଦି ଚାପ ଅଛି ବି ତାହେଲେ ସେଟା ଭଲ ହିସାବରେ ଚାପ ଅଛି, ସେମିତି ନୁହେଁ କାହା ପାଇଁ ବୋଲିକି ଚାପ ଅଛି। ତ ଏମିତି ବହୁତଟେ ଇନସିଡେଣ୍ଟ ହେଇଛି ଯେଉଁଠିକି ଆମର ର ଏଜେଣ୍ଟସ୍ ମାନଙ୍କର ଡିଟେଲ୍ସ ମାନେ ରିଭିଲ୍ କରିଦିଆ ହେଇଛି ଆଉ ସେମାନଙ୍କୁ ମାରି ଦିଆ ହେଇଛି। ଇରାନର ହିଁ କଥା, ଏଇଟା ଇରାନରେ ହିଁ ସେ ଜିନିଷଟା ହେଇଥିଲା। ସରକାର ଏଇଟା କହିଛନ୍ତି କି ଆମର ଯେଉଁ ଏଲପିଜି ସିଲିଣ୍ଡର୍ସ ମାନେ ଅଛି ସେଟା ରେଷ୍ଟୁରାଣ୍ଟସ୍ ବଗେରାକୁ କମର୍ସିଆଲ ୟୁସେଜ ଜାଗାରେ ଘରମାନଙ୍କୁ ଦିଆ ହବ ବୋଲି, କିନ୍ତୁ ବ୍ଲାକ୍ ମାର୍କେଟିଂକୁ ଆମେ ଆଭଏଡ୍ କରିପାରିବାନି। କୌଣସି ଜିନିଷ କମ୍ ହେଲେ ବ୍ଲାକ୍ ମାର୍କେଟିଂ ତ ହେବ। ଯଦି ସୋଲାର ଏନର୍ଜିକୁ ଆମେ ୟୁଜ୍ କରିପାରିବା, ଅନ୍ୟ ଅଲ୍ଟରନେଟିଭ୍ ମେଥଡ୍ସ ଅଫ୍ ଫୁଏଲ୍ ଆମେ କେମିତି ୟୁଜ୍ କରିପାରିବା ସେଟା ଏବେ ଚିନ୍ତା କରିବା ଦରକାର ହେଉଛି। କରିଥିଲେ ଆମର ଯଦି ସେଠି ଇଣ୍ଟେଲିଜେନ୍ସ ଏଜେନ୍ସିଜ୍ ମାନେ କିଛି କରିଥାନ୍ତେ, ସରକାରର ଫରେନ୍ ପଲିସି ଯଦି ସେଟାକୁ ଆଡ୍ରେସ୍ କରିଥାନ୍ତା ତାହେଲେ ଗୋଟେ ଭଲ ରିଲେସନସିପ୍ ସୃଷ୍ଟି ହେଇପାରିଥାନ୍ତା। କିନ୍ତୁ ସେଟା ଗୋଟେ ଓପନ୍ ଫିଲ୍ଡ ଥିଲା ଚାଇନା ପାଇଁ, ଚାଇନା କଣ୍ଟ୍ରୋଲ କଲା କମ୍ପ୍ଲିଟଲି। ମାନେ ବାଂଲାଦେଶ ଯଦି ଭଲ ନାହିଁ ତ ତା ସାଇଡ୍ରେ ଯେଉଁଟା ଅଛି ତା ସହିତ ଭଲ ରିଲେସନସିପ୍, ଯେମିତିକି ଆମେ ଆଫଗାନିସ୍ତାନ ସହିତ କରୁଛୁ। ଯେତେବେଳେ ଫୁଏଲ୍ର କ୍ରାଇସିସ୍ଟା କ୍ରିଏଟ୍ ହେବ, ଆହୁରି ବେଶୀ କ୍ରିଏଟ୍ ହେବ, ସେତେବେଳେ ବିଭିନ୍ନ ଦେଶ ଆସିକି ଇରାନକୁ ସପୋର୍ଟ କରିବା ପାଇଁ ବାଧ୍ୟ ହେବେ। ଯଦି ଫୁଏଲ୍ କ୍ରାଇସିସ୍ ହେଲା ମାନେ ଲୋକ ହଇରାଣ ହେବେ, କମ୍ୟୁନିକେସନ୍ ଏଫେକ୍ଟେଡ୍ ହେଇଯିବ, ଜିନିଷର ପ୍ରାଇସ୍ ସବୁ ବଢ଼ିଯିବ, ତ ତାପରେ ସମସ୍ତେ ଏଫେକ୍ଟେଡ୍ ତ ହେବେ ହିଁ ସେଥିରେ। ଯେଉଁ ପରିସ୍ଥିତି ବିଶ୍ୱରେ ଚାଲିଛି ଯୁଦ୍ଧର ପରିସ୍ଥିତି, ସେଥିରେ ଆମେରିକା ଆଉ ଇରାନର ଯୁଦ୍ଧ ପୂର୍ବରୁ ଭାରତର ଇରାନ ସାଙ୍ଗରେ ସମ୍ପର୍କ କେମିତି ଥିଲା ଆଉ ଏବେକା ପରିସ୍ଥିତିରେ କେମିତିକା? ଦେଖନ୍ତୁ ପୂର୍ବ ତ ଆମେ ଜାଣିଛୁ କି ଭାରତ ବହୁତ ଭାରି ମାତ୍ରାରେ ସେଠି ଇନଭେଷ୍ଟମେଣ୍ଟ କରିଥିଲା, ଚା ବାର୍ ପୋର୍ଟରେ ଇନଭେଷ୍ଟମେଣ୍ଟ ହେଇଥିଲା। ଆଉ ଆମେ ଦେଖିଛୁ କି ଆମର ଯେଉଁ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ସରେ ଆମର ବହୁତ ଷ୍ଟୁଡେଣ୍ଟ ସେଠୁ ଆସିକି ଏଠି ପାଠ ବି ପଢ଼ୁଥିଲେ। ତ ଆମର ଭାରତର ସବୁବେଳେ ନୀତି ରହିଛି କି ଆମେ ଚାହୁଁଛୁ ଆମ ଅନ୍ୟ ଦେଶମାନଙ୍କ ସହିତ କେତେ ଭଲ ସମ୍ପର୍କ ହେଇପାରିବ। ଆମେ ଜାଣିଛୁ ଆମେ କେବେ ଆଟାକ୍ ବି କରୁନା କୌଣସି ଦେଶକୁ। ତ ଆମେ ଚାହୁଁଥିଲୁ ବହୁତ ସିନସିୟରଲି କି ଆମେ ଭଲ ତାଙ୍କ ସହ ରିଲେସନସିପ୍ର ସମ୍ବନ୍ଧ ଗୋଟେ ଗଢ଼ିପାରିବା। କିନ୍ତୁ ଏବେ ଯେତେବେଳେ ଯୁଦ୍ଧ ହେଇସାରିଲାଣି ସେତେବେଳେ ଆମେ ଦେଖୁଛୁ ଗୋଟେ ବହୁତ ବଡ଼ ଗୋଟେ ଜିନିଷଟେ ଆମେ ଦେଖୁଛୁ। ଆଉ ତାର କାରଣ ବି ଅଛି କି ଭାରତ ସରକାର ଚୁପ୍ ରହୁଛନ୍ତି। ସେ ଯେଉଁ ସାଇଲେନ୍ସଟା ମେଣ୍ଟେନ୍ କରାହେଉଛି ଇଟ୍ସ ଏ ଷ୍ଟେଟମେଣ୍ଟ ଇନ୍ ଇଟସେଲ୍ଫ ବୋଲି କୁହାହେଉଛି। କାହିଁକିନା ତାର ସବୁଥିରୁ ବଡ଼ କଥା ହେଲା କି ଯେତେବେଳେ କାଶ୍ମୀରର କଥା ଯେ ସମୟରେ ବି ଉଠେ ସେ ସମୟରେ ଇରାନ ସବୁବେଳେ ପାକିସ୍ତାନକୁ ସପୋର୍ଟ କରେ। ଆଉ ସବୁବେଳେ ସେମାନେ ତାଙ୍କ କଥା ଆମ ଗୋଟେ ଲେଜିଟିମେଟ୍ କଜ୍ ପାଇଁ ବି ଆମେ କହିଲେ ସେମାନେ ସେଥିରେ ବି କିଛି ୟୁଏନ୍ରେ ଆମକୁ ସପୋର୍ଟ କରନ୍ତିନି। ତ ଯଦି ଆମେ ଇନଭେଷ୍ଟମେଣ୍ଟ କରୁଛୁ, ଆମେ ଫ୍ରେଣ୍ଡସିପ୍ କରିବାକୁ ଚାହୁଁଛୁ, ତାଙ୍କ ସହିତ ମିତ୍ରତା ରଖିକି ତାଙ୍କ ସହିତ ଭଲ କାମ ଗୁଡ଼ା କରିବାକୁ ଚାହୁଁଛୁ, ତାଙ୍କ ଲୋକଙ୍କ ପାଇଁ ଭଲ ପ୍ରପୋଜାଲ୍ସ ଦେଉଛୁ, ତା ବାଦ୍ ବି ସେମାନେ ଯଦି ଆମକୁ ସପୋର୍ଟ କରୁନାହାନ୍ତି ତାହେଲେ ଏବେ ଭାରତର ଏମିତି କରିବାଟା ଠିକ୍ ବୋଲି ମୁଁ ମନେ କରୁଛି। କାହିଁକିନା ଗୋଟେ ସମୟ ପରେ ଆପଣଙ୍କୁ କିଛି ଗୋଟେ ବନ୍ଦ କରିବାକୁ ପଡ଼ିବ। ଯଦି ବି ଆପଣ ଆଟାକ୍ କରୁନାହାନ୍ତି ତାହେଲେ ବି ସପୋର୍ଟ କରିବାଟା ବନ୍ଦ କରିବାକୁ ପଡ଼ିବ। ଚର୍ଚ୍ଚା ହେଉଛି କି ଏପଷ୍ଟିନ୍ ଫାଇଲ୍ ଯେଉଁ ଥିଲା ତାକୁ ଲୁଚେଇବା ପାଇଁ କୋଉଠି ଗୋଟେ ଘଣ୍ଟ ଘୋଡ଼େଇବା ପାଇଁ ଏବେ ଏଇ ଟାଇପ୍ର ଯୁଦ୍ଧ କରାଯାଉଛି ବୋଲି ଆମେ ଗୋଟେ ଚର୍ଚ୍ଚା ଚାଲିଛି, କ'ଣ କହିବେ? ହଁ, ସେଟା ଗୋଟେ ଏବେ ସୋସିଆଲ ମିଡ଼ିଆରେ ବହୁତ ବଡ଼ ଚର୍ଚ୍ଚା ସେଟା ଚାଲିଛି, ମୁଁ ବି ଦେଖୁଥିଲି। ଏପଷ୍ଟିନ୍ ଫାଇଲ୍ର କଥା ଏଇଟା କି ସେମାନେ ଧୀରେ ଧୀରେ ତାକୁ ରିଲିଜ୍ ତ କରୁଛନ୍ତି, କିନ୍ତୁ ସେଟା ବି ବହୁତ ଜଗି ରଖିକି ବହୁତଟି ଜିନିଷ ଆମେ ଦେଖୁଛୁ ଫାଇଲ୍ସରେ ବ୍ଲାକ୍ ଆଉଟ୍ କରିଦିଆ ହେଉଛି। ତ ସେମାନେ ବହୁତ ଭାବି ଚିନ୍ତିକି ବହୁତ କମ୍ ଜିନିଷ ହିଁ ରିଲିଜ୍ କରୁଛନ୍ତି। ଏମିତି ନୁହେଁ କି ସେମାନେ ସବୁ କିଛି କହିଦେଉଛନ୍ତି। ଆଉ ସେଟା ଏତେ ବେଶୀ ଆମାଉଣ୍ଟର ଜିନିଷ ବି ଥିଲା ଯାହାକୁ ସେମାନେ ଆନାଲାଇଜ୍ କରିବା ପାଇଁ ସମୟ ବି ମଧ୍ୟ ଲାଗୁଛି। ଏବେ କିନ୍ତୁ ଯୁଦ୍ଧ କଥା ଏଇଟା କି ମୋତେ ଲାଗୁଛି ଏଇ ଯୁଦ୍ଧଟା ହେଉଛି ଯାହା ବି ଆମେ ଷ୍ଟଡି କରିଛୁ ଏପର୍ଯ୍ୟନ୍ତ, ଇସ୍ରାଏଲ ହେଉଛି ତାର ନିଜର ଗୋଟିଏ ଅବଜେକ୍ଟିଭ୍ ଥିଲା ଯେଉଁଟାକୁ ସେ ଆଚିଭ୍ କରିବାକୁ ଚାହୁଁଥିଲା, ଯେଉଁଥିପାଇଁ କି ଏଇଟାକୁ ପୁsh କରାହେଇଛି। ସେଥିରେ ଆମେରିକାର ଯଦି ଗୋଟେ ସାଇଡ୍ରେ ଫାଇଦା ହେଇଯାଉଛି କି ଏପଷ୍ଟିନ୍ ଫାଇଲ୍ ଯଦି ଲୁଚି ଯାଉଛି ତାହେଲେ ସେଟା ଗୋଟେ ଜିନିଷ ହେଇପାରିଥିବ। କିନ୍ତୁ ଯୁଦ୍ଧଟା ସେଇଥିପାଇଁ ହେଇଥିବ ଏହାର ତ କିଛି ପ୍ରମାଣ ନାହିଁ ଆମ ପାଖରେ, ତମେ ସେ ବିଷୟରେ କିଛି କହିପାରିବାନି। କିନ୍ତୁ ଇସ୍ରାଏଲର ଅବଜେକ୍ଟିଭ୍ ଯଦି ଆମେ କହିବା କି କ'ଣ ସେଟା ହେଇପାରିଛି, ନିଶ୍ଚୟ ହେଇପାରିଛି। ଯଦି ଆମେ ଦେଖିବା ଇସ୍ରାଏଲ ଆଉ ଇରାନ ଭିତରେ ଭାରତ ସଙ୍ଗର କାହାର ଭଲ ସମ୍ପର୍କ ଏବଂ କାହାଠୁ ଆମେ ବେନିଫିଟ୍ ପାଇପାରିବା ଭବିଷ୍ୟତରେ? ଇସ୍ରାଏଲ ଆଉ ଇରାନ ଭିତରେ ଦେଖନ୍ତୁ ଇସ୍ରାଏଲ ସବୁବେଳେ ଆମକୁ ସପୋର୍ଟ କରିଛି।
ଯେତେବେଳେ ଆମେ ମାନେ ଚଏସ୍ ଥିଲା ଆମ ପାଖରେ କି ଆମେ ପାଲେଷ୍ଟାଇନକୁ ଗୋଟିଏ ଷ୍ଟେଟ୍ ହିସାବରେ ଆକ୍ସେପ୍ଟ କରୁଛୁ କି ନାହିଁ ସେ ସମୟରେ ଇଣ୍ଡିଆ ପାଲେଷ୍ଟାଇନକୁ ଆକ୍ସେପ୍ଟ କରିଥିଲା ଏଜ୍ ଏ ଷ୍ଟେଟ୍ ଷ୍ଟିଲ୍ ଇସ୍ରାଏଲ ଆମକୁ ସବୁବେଳେ ସପୋର୍ଟ କରିଛି ୟାର ସବୁଥିରୁ ବଡ଼ କଥା ହେଲା କି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ଇସ୍ରାଏଲର କ୍ରିଏସନର କଥାଟା ଚାଲିଲା ଯେତେବେଳେ ସେଇ ଜିନିଷଟା ବେଶୀ ଜୋର ଧରିଲା କି ଆମର ଗୋଟେ ପ୍ରମିସ୍ଡ ଲ୍ୟାଣ୍ଡକୁ ଆମେ ଯିବୁ ସେ ସମୟରେ ଇସ୍ରାଏଲ ବହୁତ ଭଲ ଭାବରେ ଜୁଇଶ ଲୋକ ବହୁତ ଭଲ ଭାବରେ ବୁଝି ଯାଇଥିଲେ କି ତାଙ୍କୁ ସବୁବେଳେ ଏମିତି ହାଉଣ୍ଡ କରାହେବ ତାଙ୍କୁ ସବୁବେଳେ ମାରିବାକୁ ଚେଷ୍ଟା କରିବେ ତ ସେଇଥିପାଇଁ ସେମାନେ ସେଇ ଜିନିଷକୁ ବୁଝିପାରୁଛନ୍ତି ଆଉ ସେମାନେ ସେଇଥିପାଇଁ ଚାହୁଁଛନ୍ତି କି ତାଙ୍କ ଭଳିଆ ଲୋକ ଅନ୍ୟମାନେ ଯେଉଁମାନେ କି ଅନ୍ୟମାନଙ୍କୁ ଆଟାକ୍ କରୁନାହାନ୍ତି ଯିଏକି ଶାନ୍ତି ସେ ରହିବାକୁ ଚାହୁଁଛନ୍ତି ସେ ଅବଭିୟସଲି ସେମାନେ ତାଙ୍କୁ ସପୋର୍ଟ କରିବାକୁ ଚାହିଁବେ ତ ଆମର ଦେଶର ଲୋକ ତ ସବୁବେଳେ ସେମିତି ହିଁ ରହିଛନ୍ତି କେବେ ବି ବିନା ଆଟାକିଂ ବହୁତ ହସ୍ପିଟେବଲ୍ ଯିଏ ବି ଆସିଲା ତାକୁ ଆକ୍ସେପ୍ଟ କରିବେ ଗୋଟେ କସ୍ମୋପଲିଟାନ୍ ସୋସାଇଟି ଗଢ଼ିବା ପାଇଁ ଚେଷ୍ଟା କରିବେ ଆମର ଏତେ ଭାଷା ଏତେ ରିଲିଜିଅନ୍କୁ ଆମେ ଆକ୍ସେପ୍ଟ କରିକି ରହିଛୁ ତ ସେଇଥିପାଇଁ ଗୋଟେ ନ୍ୟାଚୁରାଲ୍ ଯେଉଁ କନେକ୍ସନ୍ଟା ଅଛି ସେଇଟାକୁ ପ୍ରିଫର କରିବାଟା ବେଶୀ ବେଟର୍ ହେବ ଆଉ ଇରାନରେ ପ୍ରୋବ୍ଲେମ୍ ହେଉଛି ସବୁଥିରୁ ବଡ଼ କି ତାଙ୍କର ଯେଉଁ ସୋସାଇଟିଟା ଆଗରୁ ଡେମୋକ୍ରାଟିକ୍ ସୋସାଇଟି ଭାବରେ ହେଇଥିଲା ତାକୁ ସେମାନେ କମ୍ପ୍ଲିଟଲି ଚେଞ୍ଜ କରିଦେଲେ ଇସଲାମିକ୍ ରିଭଲ୍ୟୁସନ୍ କରିକି ଆଉ ଇସଲାମିକ୍ ରିଭଲ୍ୟୁସନ୍ ହେଲା ପରେ ଯେଉଁ ଜାଗାରେ ସେହି ସେମ୍ ପ୍ରିନ୍ସିପଲ୍ସ କି ସେଇ ସେମ୍ ଭ୍ୟାଲ୍ୟୁଜ୍ ଆମ ସିଷ୍ଟମ୍ ଆମର ଯେମିତି ସୋସାଇଟିରେ ଅଛି ସେଠି ନାହିଁ ତାହେଲେ ଆମର ତାଙ୍କ ସହିତ ରିଲେସନସିପ୍ ଗଢ଼ିବାଟା ଗୋଟେ ଆର୍ଟିଫିସିଆଲ୍ ହେବ ଯାହା କଲେ ବି ତ ସେଇଥିପାଇଁ ଗୋଟେ ଆର୍ଟିଫିସିଆଲ୍ ରିଲେସନସିପ୍ କ୍ରିଏଟ୍ ହେଇପାରିବ କିନ୍ତୁ ଜିଓ ପଲିଟିକ୍ସରେ ସବୁବେଳେ କୁହନ୍ତି କେହି କାହାର ବେଷ୍ଟ ଫ୍ରେଣ୍ଡ କି କାହାର ଶତ୍ରୁ କେବେ ବି ନୁହନ୍ତି ଏମିତି କିଛି ନୁହେଁ ଇଟ୍ସ ଅଲ୍ ଆବାଉଟ୍ କି କେଉଁ ଜାଗାରେ କେଉଁ ସମୟରେ କାହା ସହିତ ଆପଣଙ୍କୁ ରିଲେସନସିପ୍ ରଖିବାର ଅଛି ସେମିତି ମ୍ୟାଡ଼ାମ୍ ଆପଣ ଏବେ ଯେମିତି କହିଲେ ଯେ ଭାରତ ଚୁପ୍ ରହୁଛି ବୋଲି ତ ଏବେ ସେ ଭାରତରୁ ଚୁପ୍ ରହିବାକୁ ନେଇକରି ମଧ୍ୟ ଗୋଟେ ଚର୍ଚ୍ଚା ହେଉଛି ଯେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ଚାପରେ କାମ କରୁଛନ୍ତି ବୋଲି ତାକୁ କେମିତି ଦୃଷ୍ଟି ଦେବେ ମୁଁ କହିବି କି ଟ୍ରମ୍ପ ବି ଚାପରେ କାମ କରୁଥିବେ ସମସ୍ତେ ଚାପରେ ହିଁ କାମ କରିବେ ନିଶ୍ଚିତ ଭାବରେ କାହିଁକିନା ସେଇଟା ବି ଗୋଟେ ଡେମୋକ୍ରାଟିକ୍ ନେସନ୍ ଆମର ବି ଗୋଟେ ଡେମୋକ୍ରାଟିକ୍ ନେସନ୍ ଏଇଟା ତ ଅଥରିଟାରିଆନ୍ ସିଷ୍ଟମ୍ ନୁହେଁ କି ଯେଉଁଠିକି ବହୁତ ଆରାମସେ ଯାହା କହିଲେ ବି ସବୁ ଚଳିବା ତାଙ୍କ ହିସାବରେ ଆମେ ଯଦି ସପୋଜ୍ ଚାଇନା ଭଳିଆ ହେଇଥାନ୍ତୁ ତାହେଲେ ଆମେ କହନ୍ତୁ କି ଆମେ 50 ବର୍ଷରେ କ'ଣ କରିବାର ଅଛି ଆମେ ତାର ପ୍ଲାନ୍ ଥୋଇ ଦେଉଛୁ ଆଉ କରିବୁ ସେମିତି ଆଉ ସେଇଟା ସେମାନେ କରିପାରନ୍ତି କାହିଁକିନା ତାଙ୍କର ସେମିତି ସିଷ୍ଟମ୍ ଅଛି କିନ୍ତୁ ଆମର ସରକାର ଉପରେ ସେଇ ଚାପ ବି ଅଛି କି ଇଚ୍ ଇଲେକ୍ସନ୍ ତୁମକୁ ଜିତିକି ଆସିବାର ଅଛି ବାପସ ସେହି ଜିନିଷ ଆମେରିକା ଉପରେ ବି ସେଇ ସେମ୍ ପ୍ରିନ୍ସିପାଲ୍ ଲାଗୁ ହେଉଛି ଇଚ୍ ଟାଇମ୍ ତାଙ୍କୁ ଜିତିକି ଆସିବାକୁ ପଡ଼ିବ ତ ଲଜିକାଲି ଦେଖିବାକୁ ଗଲେ ସମସ୍ତଙ୍କ ଉପରେ ଚାପ ଅଛି ଏମିତି ନୁହେଁ କି ଚାପ ନାହିଁ କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କର ହିଁ ଚାପ ଅଛି ଏଇଟା କହିବା ଠିକ୍ ନୁହେଁ ଆମର ଚାପ ସିଷ୍ଟମ୍ ଯେଉଁଟା ଅଛି ଯେଉଁଟାକି ଗୋଟେ ଭଲ ସିଷ୍ଟମ୍ଟେ ସେଇଟା ଏଇଥିପାଇଁ ଅଛି ତାକି ସେମାନେ କୌଣସି ବି ସିଷ୍ଟମ୍ କୌଣସି ବି ଡିସିଜନ୍ ନେବା ପୂର୍ବରୁ ତାକୁ 10 ଥର ଚିନ୍ତା କରିବେ ତ ଯେତେବେଳେ ଏଇ ୱାର୍ଟା ବି କରାହେଉଛି ଆମେ ସବୁବେଳେ କହିବା କି ସବୁ ଟାଇପ୍ର ଆମର ଯେତିକି ଜିନିଷ କରାହେଇଛି ଅଲ୍ ଟାଇପ୍ ଅଫ୍ ଡାଇଲଗ୍ସ ଅଲ୍ ଟାଇପ୍ ଅଫ୍ ନେଗୋସିଏସନ୍ସ ଫେଲ୍ ହେଲା ପରେ ୱାର୍ଟା ହେବା କଥା କିନ୍ତୁ ଏଇ ୱାର୍ ତ ସେମିତି ହେଇନି ଏ ୱାର୍ଟା ଇମିଡ଼ିଏଟଲି ହେଲା ଆଉ ସେଥିର ରିଜନ୍ କ'ଣ କୁହାଗଲା କି ଆମେ ପ୍ରିଏମ୍ପଟିଭ୍ ଷ୍ଟ୍ରାଇକ୍ କରୁଛୁ ନହେଲେ ଆମକୁ ସେମାନେ ମାରି ଦେଇଥାନ୍ତେ ଯେଉଁଟାକି ହେଇଥିବ ବି ଆମେ କିଛି ଜାଣିନୁ ସେ ବିଷୟରେ କିନ୍ତୁ ଭାରତର ଏଥିରେ ରୋଲ୍ ଏଇଟା ହେଉଛି ଯେ ସବୁ ଜିନିଷରେ ଭାରତକୁ ଟାଣିବା ପାଇଁ ଚେଷ୍ଟା କରାହେଉଛି ତ ଆମେ ଚୁପ୍ ରହିଲେ ଆମର ଯଦି ସେଥିରେ ଫାଇଦା ହେଉଛି ସେଥିରେ ଗୋଟେ ଷ୍ଟେଟମେଣ୍ଟ ହେଇପାରୁଛି ତ ଆମେ କଥା କହିବାର ଦରକାର ହିଁ ନାହିଁ ତ ଯଦି ଚାପ ଅଛି ବି ତାହେଲେ ସେଇଟା ଭଲ ହିସାବରେ ଚାପ ଅଛି ସେମିତି ନୁହେଁ କି କାହା ପାଇଁ ବୋଲିକି ଚାପ ଅଛି ତେଣୁ ଦେଖିବା ନରେନ୍ଦ୍ର ମୋଦିଙ୍କ ସରକାର ଏବେ କଣ୍ଟିନ୍ୟୁ ପ୍ରୋସେସରେ ଅଛନ୍ତି ଇଣ୍ଡିଆରେ ତ ଆଗରୁ ଯେଉଁ ବୈଦେଶିକ ନୀତି ଥିଲା ଏବେକା ବୈଦେଶିକ ନୀତି ଭିତରେ ଫରକ କ'ଣ ଦେଖୁଛନ୍ତି ମ୍ୟାଡ଼ାମ୍ ବହୁତ ଫରକ ଅଛି ଆପଣ ଯଦି अर्ली 2000ର ବୈଦେଶିକ ନୀତି ବିଷୟରେ ଚିନ୍ତା କରି ଯେତେବେଳେ ମୁଁ ସ୍କୁଲରେ ଥିଲି ନିଜେ ସେତେବେଳେ ମଧ୍ୟ ମୁଁ ସେ ଜିନିଷ ଦେଖୁଥିଲି ଫିଲ୍ କରିପାରୁଥିଲି କି ଆମମାନଙ୍କର ଏମିତି ବହୁତଟେ ଇନସିଡେଣ୍ଟ ହେଇଛି ଯେଉଁଠିକି ଆମର ଏଜେଣ୍ଟସ୍ ମାନଙ୍କର ଡିଟେଲ୍ସ ମାନେ ରିଭିଲ୍ କରିଦିଆ ହେଇଛି ଆଉ ସେମାନଙ୍କୁ ମାରି ଦିଆ ହେଇଛି ଇରାନର ହିଁ କଥା ଏଇଟା ଇରାନରେ ହିଁ ସେ ଜିନିଷଟା ହେଇଥିଲା କିନ୍ତୁ ଏବେ ଆମର ଯେଉଁ ବୈଦେଶିକ ନୀତି ଅଛି ବହୁତ ତଫାତ୍ ଅଛି ସେଥିରେ ଆମେ ଯେମିତିକି ଜୟଶଙ୍କର ଆସିଲା ପରେ ଆମେ ଦେଖୁଛୁ ତାଙ୍କର ନିଜର ପଲିସିଜ୍ ମାନେ ବି ସେ ବହୁତ ଭଲ ଜିନିଷ ଗୁଡ଼ାକ ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି ସବୁଥିରୁ ପ୍ରଥମ ଜିନିଷ ଏଇଟା ହେଲା କି ଭାରତ ଝୁକିକି ରହିବନି ବୋଲିକି ଯେଉଁ ଷ୍ଟେଟମେଣ୍ଟ ଦେଉଛନ୍ତି ସେଇଟା ଆଗରୁ କେବେ ଦିଆ ହେଉନଥିଲା ଯେମିତିକି ପହଲଗାମ ଆଟାକ୍ ହେଲା ପରେ ସେମାନେ କହିଲେ କି ଆମେ ଇଣ୍ଡସ୍ ୱାଟର ଟ୍ରିଟିକୁ ସସ୍ପେଣ୍ଡ କରିବୁ ସେମିତି ଜିନିଷ ଗୋଟେ ହେବା ପାଇଁ ଆମେ ବିଲକୁଲ ଚିନ୍ତା କରିପାରିନଥାନ୍ତୁ ଆଗରୁ ଆଜିକାଲି ପିଲାମାନେ ସେମାନେ ମୋ ଷ୍ଟୁଡେଣ୍ଟସ୍ ମାନେ ମୋତେ କୁହନ୍ତି ସେମାନେ ବୁଝିପାରନ୍ତିନି ସେ ଜିନିଷ କିନ୍ତୁ ମୁଁ ଯେତେବେଳେ ଷ୍ଟୁଡେଣ୍ଟ ଥିଲି ମୁଁ ନିଜେ ଦେଖିଛି କି ସେ ଜିନିଷ ଗୁଡ଼ାକ ଏଭ୍ରି ଡେ ଗୋଟେ ବମ୍ ବ୍ଲାଷ୍ଟ ହେଉଛି ଏଭ୍ରି ମନ୍ଥ କିଛି ଗୋଟେ ଆଟାକ୍ ହେଉଛି ସେଇଟା ଏବେ ଚେଞ୍ଜ ହେଇଯାଇଛି ଆଉ ତା'ର ବହୁତ ମେଜର ନୀତି ହେଉଛି କି ଆମର ଫରେନ୍ ପଲିସି ଚେଞ୍ଜ ହେଇଛି ଆମର ଇଣ୍ଟେଲିଜେନ୍ସ ଏଜେନ୍ସିଜ୍ ମାନଙ୍କର ପର୍ସପେକ୍ଟିଭ୍ ଚେଞ୍ଜ ହେଇଛି ତ ଆମେ କହିବା କି ସେଇଟା ବହୁତ ତଫାତ୍ ଅଛି ଅତ୍ୟଧିକ ମ୍ୟାଡ଼ାମ୍ ଯଦି ଆମେ ଦେଖିବା ଇଣ୍ଟରନ୍ୟାସନାଲି ଅଲଗା ଦୁଇଟି ରାଷ୍ଟ୍ର ଏବେ ଲଢ଼େଇ କରୁଛନ୍ତି ଯୁଦ୍ଧ କରୁଛନ୍ତି ଏବଂ ଭାରତର ପ୍ରତ୍ୟେକ ପରିବାରର ଭାତ ହାଣ୍ଡି ଯେଉଁ ଗ୍ୟାସ୍ ରୋଷେଇ ଘରେ ତା ପ୍ରଭାବ ପଡ଼ୁଛି ତ ୟାକୁ କେମିତି ଦୃଷ୍ଟିରେ ଦେଖୁଛନ୍ତି ମ୍ୟାଡ଼ାମ୍ ବହୁତ ବଡ଼ ଗୋଟେ ଚିନ୍ତାର ବିଷୟ
गोटे समय तो यही जिनस को लेकिन इलेक्शंस उपरे बहुत बड़ा प्रभाव भी पड़ूला तो आम यही समय भी देखा कि जितेबाला आम गोटे जिनस बहुत डिपेंडेंट हो जाऊँ से आमको से तार से न आसले आमको कष्ट तो हम निश्चय कथाटा कि सरकार यहाँ कहते कि आमर जो एलपीजी सिलिंडर्स मैंने अच्छे से रेस्टोरेंट्स वगैरह को कमर्शियल यूसेज जगह घर मानक दिया हो बोली कि ब्लैक मार्केटिंग को आम अवॉइड करें कौन जिनस कम है ब्लैक मार्केटिंग तो हम तो प्रोब्लेमटा यहाँ हूँ कि आम मैंने डाइवर्सीफाई करने चेष्टा करुच्छे जमीक आप देखिए इंडक्शन सब सोल्ड हो जाऊँगी किसी मिलूनी मत निजे मिललानी तो जिनसटा हूँ यहाँ कि आम मैंने चिंता करिया दरकार अच्छी कि आम कौन सी गोटे जिनस बहुत डिपेंडेंट न हवा केमती आम से करवा एमती नहीं कि आम पाखे सोलर कुकर्स नहीं कि आम से सिस्टमटा हो पारि न था किंतु आम से काम करूँ तो आमर बहुत ही ग्राउंड लेवल रू काम करने दरकार हो कि आम चिंता करवा कि केमती सोलर एनर्जी को आम यूज कर अन्य अल्टरनेटिव मेथड्स ऑफ फ्यूएल आम केमती यूज कर सेटा चिंता करने दरकार हो ଏବେ ଯେମିତିକା ଇଭି ଉପରେ ଗଭର୍ଣ୍ଣମେଣ୍ଟ ବେଶୀ କନସେନ୍ଟ୍ରେଟ୍ କରୁଛନ୍ତି ପେଟ୍ରୋଲ ଡିଜେଲ ଗାଡ଼ି ଅପେକ୍ଷା ତ ଏଇ ଜିନିଷଟା ବି ଆଗରୁ ସେମାନେ ଷ୍ଟେପ୍ ନେବା निश्चय ना कथा थिला किंतु ईवी रो भी सर गोटे कैच अच्छे देखो ईवी रे आमर सेमीकंडक्टर चिप्स यूज हुए जोटा कि गोटे मिनरल्स तैयारी हुए सब प्रकार मिनरल्स थाई कि सर तैयारी हुए डिफरेंट डिफरेंट टाइप्स ऑफ जमी फॉर एग्जांपल कोबाल्ट रे गोटे सेमीकंडक्टर चिप तैयारी हैला किंतु कोबाल्ट माइनिंगटा गोटे गोटे जो जगह होथबो से जगह जो कंट्री रो बेसी दबदबा थिबो जे सेरा बेसी कंट्रोल करथबो से माने फायदा नेबे जेमति कि चाइना रो अछि 19 टा माइंस भितरु कोबाल्ट माइंस रो 15 टा चाइना पाखरे अछि तो चाइना से कंट्रोल कर चाइना ताइवान को भी कंट्रोल करुचे तो ईवी सॉल्यूशन नुहे कहीं ईवी बैटरी उपर डिपेंडेंट कौन सी गोटे जिनस जिते डिपेंडेंट हे असुविधा होगाटा निश्चित ଯେ ଭାରତରେ ଏବେ ଯେତିକି ସୀମାରେ ଭାରତ ସୀମାରେ ଯେତିକି ବି ଦେଶ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ପ୍ରାୟତଃ ଭାରତର ଶତ୍ରୁତା ଚାଲିଛି ଏବେ चली ସମସ୍ତଙ୍କ ସାଙ୍ଗରେ ତ ସେମିତି ଦୃଶ୍ୟ ଯଦି ଦେଖିବା ଆମେ ଇରାନ ନିଶ୍ଚିତ ଭାବରେ ଜଳପଥରେ ଭାରତ ପାଖରୁ କ୍ଲୋଜରେ ଅଛି ତ ସେମିତି କିଛି ପ୍ରୋବ୍ଲେମ ହବ କି ସେପଟୁ ବି ଗୋଟେ ଆମର ଜଳପଥ ଅସୁରକ୍ଷିତ ବୋଲି ଭାବିବା କି ଭବିଷ୍ୟତକୁ देखो आमर सबू जिते देश गुड़ाक अच्छा आम चारिड़े सहित हेबा बहुत बड़ कथाटा यहाँ कि स्ट्रिंग ऑफ पर्ल्स थ्योरी जोटा चाइनार कहीं चाइना एड प्लान करुच्ची और से बहुत खुलम कहती से खुलम खुला भी कि आम स्ट्रिंग ऑफ पर्ल्स करुचु सबूक जी देश अच्छे से कंट्रोल कर डेट क्राइसिस क्रिएट करके एमती कि श्रीलंका रे गोटे हम्बनतोता पोर्ट को से अकुपाय कर देथिले कि अन्य जो देश माने जोटा पाखरे अच्छे जोठी कि पोर्ट फैसिलिटी इंडिया यूज करे किंतु इंडिया एवं से चाहूँगी अंडमान निकोबार को आनिया पई तो सेठी जाइकी गोटे माने गोटे प्रकार आंदोलन सृष्टि करने चेष्टा करा होची कि इंडिया गोटे खराब काम करुच्ची निजर बायोडाइवर्सिटी खत्म कर दूची टाइप ऑफ नैरेटिव कि बांग्लादेश है कि नेपाल है ये सब जगह आम देखुचु से सेम जिनस कथाटा यहाँ जे आम जिते कौन भी देश आम चारिड़े अच्छी आम मैंने कौन से सहित करूँ से आम सहित कौन करा देखा दरकार अच्छे जमती कि नेपाल इनसीडेंट को लेकिन आम देखा आम मैंने बिल्कुल तापर ध्यान ही देनु पूरा एत समय पर्यंत आम ध्यान देनु कहीं मोनार्कीटा गलापर जिते गोटे सिस्टमटे चेंज है से समय आम से इन्वेस्ट करा दरकार था आम से इन्वेस्ट करते आमर जदि से इंटेलिजेंस एजेंसीज मैंने किसी करें सरकार फॉरेन पॉलिसी जब से एड्रेस करें गोटे भल रिलेशनशिप सुसृष्टि हो पारि था किंतु से गोटे ओपन फील्ड थी चाइना चाइना कंट्रोल कला कम्प्लीटली सिमिलर जिनस मैंने अन्य जगह भी सेमती मात खाई जमी बांग्लादेश रे गोटे शासक गलापर कम्प्लीटली जिनस चेंज हो तो आमको से जिनस बहुत आगु काम करने दरकार था एबे आम से गोटे दिन रे कि गोटे फोर्टनाइट रे चेंज होनी तो आमको से चिंता करा दरकार अच्छी केमती आग को केमती भल करहब आ ईरान सहित आम जब देखा जमती कि एबे ईरान रो कथा है कि स्टेट ऑफ हॉर्मुज को से कंट्रोल करुँच तो एबे समस्ते से विषय चिंता कर केमती फुएल को अन्य आड़े नहीं कि जीवा सेटा राइट तो आमर देश जमती अच्छी आम मैंने बहुत जिनस मैंने आगु जदि से भाभी पारि से जिनस मैंने आमको बोधे कम हो न था किंतु आम मैंने से जिनस विषय केबे चिंता करनु कहीं आम अगेन डिपेंडेंसी थिला से गोटे सोर्स उपरे बोलिकी तो आम एबे गोटे जिनस खाली करि परिबा कि जो देश मान सहित आमर स्ट्रेटेजिक इम्पोर्टेंस अच्छी सहित एज बेस्ट एज पॉसिबल आम रिलेशनशिपटा गढ़ा जमती कि मैंने बांग्लादेश तो भल ना तो ता साइड रे जोटा अच्छी ता सहित भल रिलेशनशिप जमती कि आम अफगानिस्तान सहित करुचु तो सेमती ही जिनस आम भी करें आम पाखे आउ ऑप्शन नहीं ईरान को सपोर्ट सर मु तो कहबी कि रशिया एंड नॉर्थ कोरिया
एमाने एबे नॉर्थ कोरिया गोटे न्यूज भी आसीथिला कि से बैलिस्टिक मिसाइल्स गुड़ाक छाड़ी रिसेंट आसला। तो नॉर्थ कोरिया एंड रशिया एमानकर गोटे जो एंटी नाटो पॉलिसी रही आउ वैलिड रीजन पे रही ताकू देखा गले मु कहबी कि से ईरान को यूज करने को चेष्टा करेंगे निश्चय आ तांकर निजर फायदा पे यूज करने को चेष्टा करेंगे जोटा कि सब समस्त करते एमती नुहे कि किसी अन्य काम करुँच। तो ईरान को से सपोर्ट भी करुँच। ईरान रो सबुठ बड़ कथा है कि सेमाने डेकेड्स तक व्यवस्था करुँच दिन से प्रिपेयर करुँच कि एमती गोटे दिन आसो जो यूएस और इजराइल आम उपर हमला करेंगे आम से केमती हरइबू। तो आम जदि देखा जीवु एमती ईरान को कि तार किसी बहुत क्षति है कि ताहले सेटा बहुत एमती गोटे कन्फ्यूजिंग टाइप स्टेटमेंट दिहब कहीं ना तो से रेजिमटा कम्प्लीटली आम खत्म कर पार्लु ना तो से पूरा बहुत बड़ चेंज किसी आनी पार्लु। तो यही युद्ध रे खाली गोटे जिनस है जो आग शासक थे हटेदेलु आ पुआ हटाईगले नुआ शासक। तो गोटे प्रेशराइजिंग सिचुएशन क्रिएट है एतिकी जिनस हो पार्ला। तो आम देखा आग को आम देखा जो फुएल क्राइसिस क्रिएट हे आहरी बेसी क्रिएट हे से विभिन्न देश आसिक ईरान को सपोर्ट करने बाध्य हे कहीं जदि आम डिपेंडेंसी रखुचु ताले बाध्य बाटा भी से हिसाब रे हेबो। भारत पर प्रभाव पड़ो कहीं एते दिन पर्यंत जो क्राइसिस गुड़ाक होता से आम मैंने बंचिक रोलु जमती कि कोविड समय भी भारत बहुत भल से मैनेज करथिला। अन्य देश गुड़ाकर जो इन्फ्लेशन बहुत हाई थिला भारत से इन्फ्लेशन हाई नथिला। तो एबे भी भारत जदि चेष्टा करिबो से जिनस को से माने कंट्रोल करि परिबे किंतु आमे जेहेतु कि गोटे जिनस पर डिपेंडेंसी अच्छी सेटा सबू जिनस को कंट्रोल करे कहीं आमे जदि फ्यूएल क्राइसिस हला माने लोक हैरान हेबे कम्युनिकेशन एफेक्टेड हो जिवो जिनसर प्राइस सब बढ़ी जिवो तो तापरे समस्त एफेक्टेड तो हेबे सेथरे। चर्चा जो ट्रम्प नोबेल पे सब नोबेल पाइले हाँ। सब ईगो जेते बड़ लोक सेतकी बड़ ईगो एमती हो पारिबो तो हेती बस तांकर मेन ऑब्जेक्टिव मते फील हुए मते मु जा भाबे तांकर प्रमुख विषय है कि से चाहूचंती केमिति तांको समस्ते प्रेज करंतु तांको नोबेल पीस प्राइज मिली जब जदि ताहले लोक ए सब जिनस पछरे भूली जिवे किंतु सबले ए जिनस मन रहबो कि पीस प्राइज मिलिथिला डोनाल्ड ट्रम्प को एमती बोली भाबुथिबे। हाँ ना ईरान तो बिल्कुल स्मरण पशुआ लोक नुहे कहीं से तो निजे एवं जब आप देखिए वेस्टर्न मीडिया को से समस्ते कहीं भी कवर करूना कि ईरान कंडीशंस रखी कि मु कौन है तुम ए वार को बंद करेंगे तो जी हारुव से कंडीशंस रखिबो केबे से केबे कंडीशंस रखी पारिबनी। तो तार एबे भी बहुत माने ऊपर को अच्छी से किसी से झुकी रहिबा चिंतारे नहीं से तो जानी माने बहुत क्लियर अच्छा जानी पार्छन्ति कि आमे फ्यूएल क्राइसिस क्रिएट करि पारिबु आमे सेरा को बहुत लंबा करिकी लोक को समस्त को एफेक्ट करि पारिबु से माने तो अपर हैंड रखुचंती तो से माने तो केबे भी मानिबेनी से कथा को बरं अमेरिका रे जतकी से माने कहिबे कि आमे जीती जाइछु सेटा आहुरी बेसना चैलेंज करि पारिबे कि तुम माने जीती न एक्चुअली। मैडम आगुरी जी यूएस जी राष्ट्रपति होती बद रही ट्रम्प तो अन्य जो राष्ट्रपति थिले ट्रम्प कौन डिफरेंस रही ट्रम्प कर मते अन्य जो राष्ट्रपति थिले से माने ट्रम्प कर गोटे जिनस अच्छी कि से चेष्टा करती कि तांकर जो काम से करूछंती जो एक्शंस गुड़ाक नौछंती सेरा फुल क्रेडिट तांको पाखक आसू एंड गोटे ग्रुप रो सहित शेयरिंग हो एमती भावती मत लगे से तांकर निजर क्रेडिट आसू बोले से चाहते जोटा कि जो पीस प्राइज पाएंगे सेटा भावुंट से किंतु अन्य जो राष्ट्रपति मैंने रही थे आगु से आम सब देखी गोटे टीम वर्क हिसाब से काम करते सेटा गोटे प्रुडेंट वे भी कहीं तुम सबू जाक जहाँ खराब भी हेब तुम निजे खाली तुम उपर आसबनी तुम थे लोक जने शेयर करेंगे से ब्लेम टाक शेयर करेंगे किंतु एटा से देखीचु आम कि जो 2020 भी से जीती से क्राइसिस होता अमेरिका रे से समय भी ट्रम्प को से टार्गेट करते सिंगुलरली कहीं से निज को ही प्रोजेक्ट करते तो सेटा जदि निज को खाली प्रोजेक्ट कर सेमती प्रॉब्लम हमारा गोटे सिचुएशन तो हो पार। मैडम जो फ्यूएल इश्यूटा कि गैस इश्यू एटा आगामी दिन में भारत में इलेक्शन रे किछि प्रभाव पड़े निश्चय निश्चय प्रभाव पकेब एटा तो बिल्कुल हो पारबनी कि पकेब नहीं
कहीं ना एटा रियलिटी एटा समस्त को एवरी मंथ एवरी 2 months 3 months पीपल नीड टू बाय फुएल से तो बिना फुएल रे रांधी रंधारुंधी तो कर पारे और खाइबा जदि हे न पारला गोटे बेसिक रिक्वायरमेंट जदि साटिस्फाई हे पारुनी ताले तो हबा ही प्रॉब्लम तो एटा केबे भी एमती हबनी कि एथरे इलेक्शन ऊपर अफेक्ट करबनी खाली गोटे जिनस हे पारे कि जदि भारत सरकार सेटा मैनेज करि पारबे कोनसी हिसाब रे जोटा कि बहुत कष्ट हबो मैनेज करिया पे तो एबे लोक जेतले एमती किसी गोटे क्राइसिस हुए थियोरिटिकली आम देखा गले लोक चाहिए कि कौ हिसाब से आमर प्रोब्लेमटा फर्स्ट खत्म हो जाओ तापर जो मानकर जहाँ हो एमती टाइप्र किंतु एठी आम देखुचु कि लोक जानुंट कि एमती टाइप्र किसी गोटे क्राइसिस जो क्रिएट हो तो बाहर देश मानकर किसी फायदा से हो कि नहीं आम से स्टॉप करने चेष्टा करवा ये जिन विषय में चिंता करुँच तो जेहेतु कि कम्युनिकेशन बेटर अच्छे से सेमती हो पार भावुचे किंतु इलेक्शंस तो निश्चय एफेक्टेड हो पार जदि भारत सरकार चाहिए ताहले से माने सेटा को बंद भी करे पारिबे बट बहुत कष्ट बहुत बहुत धन्यवाद। थैंक यू।